ସାର୍ ଯଦି ଦେଖାଯିବ ବସନ୍ତ ପଣ୍ଡାଙ୍କ ପୁଅଙ୍କ ଉପରେ ଚର୍ଚ୍ଚା ହେଉଥିଲା ସିଏ ପ୍ରାର୍ଥୀ ହେବେ ବୋଲି ଜୋରସୋରରେ ଚର୍ଚ୍ଚା ଚାଲିଥିଲା, କିନ୍ତୁ ଏଠି ଯେତେବେଳେ ଜୟ ଢଲକିଆଙ୍କୁ ବିଜେପି ପ୍ରାର୍ଥୀ କରିଛି, ତେଣୁ ସେ କ୍ଷେତ୍ରରୁ ଯଦି ଦେଖିବା ତାହେଲେ କିଛି ଲାଗୁନି ଦଳ ଭିତରେ ଅସନ୍ତୋଷର। ନିର୍ବାଚନରେ ବସନ୍ତ ପଣ୍ଡାଙ୍କ ପୁଅ ନିର୍ବାଚନ ଲଢ଼ିଥିଲେ, 40,000 ଉର୍ଦ୍ଧ୍ୱ ଭୋଟ ପାଇଥିଲେ ସେ, ଏବଂ ପୂର୍ବରୁ ମଧ୍ୟ ଢୋଲିକିଆ ପରିବାର ବିଜେପି ତୀବ୍ର ପ୍ରତିଦ୍ୱନ୍ଦିତା ହେଇ ଆଗରୁ ଆସିଥିଲା, ମାନେ ଶତ୍ରୁ ମୁକାବିଲା ଭଳିଆ। କିନ୍ତୁ ଶତ୍ରୁପକ୍ଷ ଯେତେବେଳେ ଆସିକରି ବିଜେପି ଦଳରେ ଯୋଗ ଦେଇକରି ଦଳରେ ସାମିଲ ହେଇଗଲେ, ବସନ୍ତ ପଣ୍ଡା ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। କିନ୍ତୁ ତାଙ୍କୁ ବୁଝାଇବା ପାଇଁ, ତାଙ୍କ ମାନଭଞ୍ଜନ ଭାଙ୍ଗିବା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ତାଙ୍କୁ ଦାୟିତ୍ୱ ଦିଆଯିବ ବୋଲି ଏକ ପ୍ରକାର ନିଷ୍ପତ୍ତି ହେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି, ଯେଉଁଥିପାଇଁ ତାଙ୍କ ଅସନ୍ତୋଷକୁ ମାନେ ଇଏ କରିବା ପାଇଁ, ଅବଦମିତ କରିବା ପାଇଁ ବିଜେପି ରଣକୌଶଳ ଅବଲମ୍ବନ କରିଛି ବୋଲି ଚର୍ଚ୍ଚା ହେଉଛି। ତଥାପି ବିଜେପି କର୍ମୀମାନେ ଏଇ ଯେଉଁ ରାଜ୍ୟର ବିଜେପି ନେତୃବର୍ଗ ନିଷ୍ପତ୍ତିରେ ବିସ୍ମିତ ହୋଇଛନ୍ତି। କିନ୍ତୁ କ'ଣ କରିବେ, ରାଜ୍ୟ ଯେତେବେଳେ ନିଷ୍ପତ୍ତି ନେଉଛି ତାଙ୍କର କିଛି କହିବାର ନାହିଁ। ନହେଲେ ବସନ୍ତ ପଣ୍ଡା ଭାରି ମାନେ ଆକ୍ରୋଶ ମନ ଭିତରେ ଥିଲା, ଅଭିମାନ ଥିଲା। ସେଦିନ 4 ଘଣ୍ଟା ଡେରି କଲେ ତାଙ୍କୁ ଡାକିଲା ଆସିକି ପାର୍ଟି ମିଟିଂକୁ, ସେ ବହୁ କଷ୍ଟରେ ଆସିକି ପ୍ରେସ୍ ମିଟ୍ରେ ମିଶିଲେ, ଜୟ ଢୋଲିକିଆ ସେଥିରେ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ। କିନ୍ତୁ ତାଙ୍କ ଭିତରେ ତୀବ୍ର ଅସନ୍ତୋଷ ରହିଛି। ସିଏ ଯଦି କୂଟନୈତିକ ବିଦ୍ୟା କରିବେ, ଏପାଖେ ହଁ ସେପାଖେ ନାହିଁ, ତାହେଲେ ବିଜେପି ପାଇଁ ବଡ଼ ଆହ୍ୱାନ ହେବ। ସାର୍ ଏଇ ଯେଉଁ ବର୍ତ୍ତମାନ ଚର୍ଚ୍ଚା ହେଉଛି ବିଜେପି କାହାକୁ ପ୍ରାର୍ଥୀ କରିବ, ବର୍ତ୍ତମାନ ବିଜେପିର ପ୍ରାର୍ଥୀକି ତ ବିଜେପି ନେଇଗଲା। ବିଜେଡ଼ି ଏପର୍ଯ୍ୟନ୍ତ ସେଠି ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ତାଙ୍କୁ ଦାୟିତ୍ୱ ଦିଆହେଇଛି। ସେଠି ଗ୍ରାଉଣ୍ଡ ରିଏଲିଟି କ'ଣ, କାହାକୁ ପ୍ରାର୍ଥୀ କଲେ ଦଳର ଇମେଜ୍ ରହିବ ଏବଂ ନବୀନବାବୁଙ୍କ ଲୋକପ୍ରିୟତାର ପ୍ରତିଫଳନ ହେବ। ଯେହେତୁ ବିଜେଡ଼ି ସେ ଆସନ ଜିତିଥିଲା, ବିଜେଡ଼ି ସେ ଆସନ ଆକ୍ତିଆର କରିବା ପାଇଁ ରଣକୌଶଳ କରିଛି। କିନ୍ତୁ ପ୍ରାର୍ଥୀ କାହାକୁ କରିବ ଏପର୍ଯ୍ୟନ୍ତ ଗୋଟେ ମୀମାଂସିତ ଅମୀମାଂସିତ ରହିଛି। ତେଣୁକରି ଟୁକୁନି ସାହୁଙ୍କୁ ଦାୟିତ୍ୱ ଦିଆହେଇଛି। ସିଏ ଗ୍ରାଉଣ୍ଡ ରିଏଲିଟି ଜଣାଇଲା ପରେ ରାଜ୍ୟରେ ଏଠି ମିଟିଂ କରିବେ ଏବଂ କାହାକୁ ପ୍ରାର୍ଥୀ କରାଯିବ, ଜିଲ୍ଲା ସଭାପତି କରିବେ କି ଆଉ କାହାକୁ କରିବେ, ଏଇଭଳି ଏକ ଇଏରେ ଦ୍ୱନ୍ଦ୍ୱ ଭିତରେ ରହିଛି ବିଜେପି।